ପିଲାମାନେ ତମେ ଜାଣିଛ ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ କରେ। ଉଦ୍ଭିଦମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି। ମଣିଷ ସମେତ ଅନ୍ୟ ପ୍ରାଣୀମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ। ସେମାନେ ଉଦ୍ଭିଦ ଉପରେ ନିର୍ଭର କରନ୍ତି। ପୃଥିବୀର ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏ ବିରାଟ ଜନସମାଜକୁ ଖାଦ୍ୟ ଯୋଗାଇବାକୁ ହେଲେ ବହୁ ପରିମାଣରେ ଖାଦ୍ୟ ଉତ୍ପାଦନ ହେବା ଆବଶ୍ୟକ। ସେଥିପାଇଁ ନିୟମିତ ଉତ୍ପାଦନ, ଠିକ୍ ପରିଚାଳନା ଓ ସୁଷମ ବଣ୍ଟନ ଏକାନ୍ତ ଜରୁରୀ। ତେଣୁ ଆସ ଆଜି ଆମେ ପଢ଼ିବା ଶସ୍ୟ ଉତ୍ପାଦନ ଓ ପରିଚାଳନା। ପିଲାମାନେ ତମେ ଜାଣିଛ ମଣିଷ ଆଗରୁ ଜଙ୍ଗଲରେ ରହୁଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ 10,000 ବର୍ଷ ପର୍ଯ୍ୟନ୍ତ ସେମାନେ ସବୁ ଯାଯାବର ଭାବରେ ଜୀବନଯାପନ କରୁଥିଲେ। ମାନେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ରହୁନଥିଲେ, ସବୁବେଳେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ଆସିବା କରୁଥିଲେ। ସେମାନେ ବିଭିନ୍ନ ଗୋଷ୍ଠୀରେ ରହି ଖାଦ୍ୟ ଅନ୍ୱେଷଣ ପାଇଁ ଏଣେ ତେଣେ ଘୁରି ବୁଲୁଥିଲେ। ସେମାନେ କଞ୍ଚା ଫଳ, ପନିପରିବା ଖାଉଥିଲେ, ଖାଦ୍ୟ ପାଇଁ ପ୍ରାଣୀ ଶିକାର କରୁଥିଲେ। ତାପରେ ଆସ୍ତେ ଆସ୍ତେ ସେମାନେ ଜମି ଚାଷ କରିବା ଆରମ୍ଭ କଲେ। ଧାନ, ଗହମ, ଅନ୍ୟାନ୍ୟ ଶସ୍ୟ ଜାତୀୟ ପଦାର୍ଥ ସବୁ ଉତ୍ପାଦନ କଲେ। ଏହିପରି ଭାବରେ କୃଷିର ଆମର ଆରମ୍ଭ ହେଲା। ଦେଖ ପିଲାମାନେ, କୌଣସି ଗୋଟିଏ ପ୍ରକାର ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ଫସଲ କୁହାଯାଏ। ଯେମିତିକି ଗହମ ଫସଲ କହିଲେ ଆମେ ବୁଝୁ ଗୋଟିଏ ଜମିରେ ସମ୍ପୂର୍ଣ୍ଣ ଭାବରେ ଗହମର ଉତ୍ପାଦନ। ସେମିତି ଯଦି ଆମେ କହିବା ଧାନ ଫସଲ, ତାହେଲେ ଗୋଟିଏ ଜମିରେ ଯଦି ସମ୍ପୂର୍ଣ୍ଣ ଭାବରେ ଆମେ ଧାନ ଉତ୍ପାଦନ କରୁଛୁ ବା ଧାନ ଚାଷ କରୁଛୁ, ତାକୁ ଆମେ କହିବା ଧାନ ଫସଲ। ତେବେ ଫସଲ ଗୁଡ଼ିକ ବିଭିନ୍ନ ପ୍ରକାର, ଯେମିତି ଖାଦ୍ୟ ଶସ୍ୟ, ପନିପରିବା ଆଉ ଫଳ। ତ ଖାଦ୍ୟ ଶସ୍ୟରେ ଆମର ଆସୁଛି ଯେମିତି ଗହମ ହେଇଗଲା, ଧାନ ହେଇଗଲା। ସେମିତି ପନିପରିବାରେ ଆସୁଛି ତୁମର ବାଇଗଣ ହେଇଗଲା, ଭେଣ୍ଡି ହେଇଗଲା, ପୋଟଳ ହେଇଗଲା। ଆଉ ସେମିତି ଫଳରେ ଆସୁଛି ତୁମର ବିଭିନ୍ନ ପ୍ରକାର ଫଳ, ଯେମିତି କମଳା ହେଇଗଲା, କିମ୍ବା ନଡ଼ିଆ ହେଇଗଲା, କିମ୍ବା ଆଉ କ'ଣ ସେଓ ହେଇଗଲା। ତେଣୁ ଏହିପରି ଭାବରେ ଆମେ ଫସଲ ଗୁଡ଼ିକ ବିଭିନ୍ନ ପ୍ରକାର ଭାଗ କରିଛୁ। ଉତ୍ପାଦନ ଯେଉଁ ଋତୁରେ ହୋଇଥାଏ ସେହି ଋତୁ ଅନୁସାରେ ଏଗୁଡ଼ିକ ବିଭିନ୍ନ ଶ୍ରେଣୀରେ ଭାଗ କରାଯାଇଛି। ପିଲାମାନେ ତମେ ଜାଣିଛ ଭାରତ ହେଉଛି ଏକ ବୃହତ୍ କୃଷି ପ୍ରଧାନ ଦେଶ। ଆମର ଅଧିକାଂଶ ଲୋକ ଚାଷ କରିକି ନିଜର ଜୀବିକା ନିର୍ବାହ କରିଥାନ୍ତି। ଏହାର ଜଳବାୟୁର ଅବସ୍ଥା ଯଥା ତାପମାତ୍ରା, ଆର୍ଦ୍ରତା ଏବଂ ବୃଷ୍ଟିପାତ ଆଞ୍ଚଳିକ ଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ସବୁ ଜାଗାରେ ତାପମାତ୍ରା ସମାନ ନୁହେଁ, ଆର୍ଦ୍ରତା ବି ସମାନ ନୁହଁ, ଆଉ ବର୍ଷା ବି ସବୁ ଜାଗାରେ ଅଲଗା ଅଲଗା ହୋଇଥାଏ। ଯେମିତି ରାଜସ୍ଥାନରେ ତୁମର ସବୁଠୁ କମ୍ ବର୍ଷା ହୁଏ, ମେଘାଳୟର ମାଉସିନରାମ ବା ଚେରାପୁଞ୍ଜି ଯେଉଁଟାକୁ ଆମେ କହୁଛେ, ସେ ଜାଗାରେ ସବୁଠୁ ଅଧିକ ବର୍ଷା ହେଇଥାଏ। ସେମିତି ସବୁ ଜାଗାରେ ତାପମାତ୍ରା ବି ସମାନ ନୁହଁ। ଓଡ଼ିଶାରେ ଯେତିକି ତାପମାତ୍ରା କିମ୍ବା ରାଜସ୍ଥାନରେ ଯେତିକି ତାପମାତ୍ରା, ତାଠୁ ବହୁତ କମ୍ ତାପମାତ୍ରା ଆମେ ପାଇବା ଜାମ୍ମୁ କାଶ୍ମୀର କିମ୍ବା ହିମାଚଳ ପ୍ରଦେଶ କିମ୍ବା ଉତ୍ତରାଖଣ୍ଡରେ। ତେଣୁ ଏତେ ସବୁ ବିବିଧତା ସତ୍ତ୍ୱେ ଏହିସବୁ ଯେଉଁ ଆମର ପରିବେଶରେ ବା ଜଳବାୟୁରେ ଏତେ ସବୁ ବିବିଧତା ରହିଛି ବା ଭିନ୍ନତା ରହିଛି, ତା ସତ୍ତ୍ୱେ ବି ଆମେ ମୁଖ୍ୟତଃ ଦୁଇଟା ଉନ୍ନତ କିସମର କୃଷି ପ୍ରଣାଳୀକୁ ଚିହ୍ନଟ କରିଛୁ। ଗୋଟେ ହେଲା ଖରିଫ ଫସଲ, ଆଉ ଗୋଟେ ହେଲା ରବି ଫସଲ। ତ ଖରିଫ ଫସଲ କାହାକୁ କୁହାଯାଏ? ଦେଖ, ବର୍ଷା ଦିନରେ ଚାଷ କରାଯାଉଥିବା ଫସଲକୁ ଖରିଫ ଫସଲ କୁହାଯାଏ। ଏଇଟା ଆମର ଜୁନ୍ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହୋଇଥାଏ, ଯେଉଁଟା ତୁମର ରଜ ପରେ ଆରମ୍ଭ ହେଉଛି। ଧାନ, ମକା, ସୋୟାବିନ୍, ଚିନାବାଦାମ ଏଇସବୁ ହେଉଛି ଏହାର ଉଦାହରଣ। ତାପରେ ଦେଖ, ରବି ଫସଲ କାହାକୁ କୁହାଯାଏ? ଶୀତ ଦିନେ ଉତ୍ପାଦନ ହେଉଥିବା ଫସଲକୁ ରବି ଫସଲ କୁହାଯାଏ। ଏହି ରବି ଫସଲ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ। ଗହମ, ବୁଟ, ମଟର, ସୋରିଷ ଏବଂ ରାଶି ଏହି ଫସଲର ଅନ୍ତର୍ଭୁକ୍ତ। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ଥାନରେ ଡାଲି ଜାତୀୟ ଫସଲ ଓ ପନିପରିବା ମଧ୍ୟ ଗ୍ରୀଷ୍ମ ଋତୁରେ ଉତ୍ପାଦନ କରାଯାଇଥାଏ। ଏବେ ଦେଖିବା ଫସଲ ଉତ୍ପାଦନର ମୌଳିକ ପ୍ରଣାଳୀ କ'ଣ। ଫସଲ ଉତ୍ପାଦନ କରିବା ପାଇଁ ଆମେ ମୁଖ୍ୟତଃ କେଉଁ ଜିନିଷ ସବୁ କରିଥାଉ? ତ ତା ଭିତରେ ଆସୁଛି, ପ୍ରଥମେ ତୁମର ଆସୁଛି ମୃତ୍ତିକା ପ୍ରସ୍ତୁତି, ମାଟିକୁ କେମିତି ପ୍ରସ୍ତୁତ କରାଯାଏ। ତାପରେ ଆସିବ ମଞ୍ଜି ବୁଣା, ଖତ ଏବଂ ସାର ପ୍ରୟୋଗ, ଜଳସେଚନ, ଅନାବନା ଗଛ ଦମନ, ଅମଳ ଆଉ ସଂରକ୍ଷଣ। ପ୍ରଥମେ ଦେଖିବା ମୃତ୍ତିକା ପ୍ରସ୍ତୁତିଟା କେମିତି। ମୃତ୍ତିକା ପ୍ରସ୍ତୁତି ଆମର ତିନି ଭାଗରେ ବିଭକ୍ତ କରାହେଇଛି। ପ୍ରଥମେ ହେଲା ହଳ କରିବା, ତାପରେ ଜମିକୁ ସମତଳ କରିବା, ଆଉ ତାପରେ ରହୁଛି ଖତ ସାର ପ୍ରୟୋଗ କରିବା। ମୃତ୍ତିକା ବା ମାଟିକୁ ତଳ ଉପର କରିବା ଏବଂ ହାଲୁକା କରିବା ପଦ୍ଧତିକୁ ହଳ କରିବା କୁହାଯାଏ। ଏହି କାର୍ଯ୍ୟ ଲଙ୍ଗଳ ଦ୍ୱାରା କରାଯାଏ। ଲଙ୍ଗଳ କାଠ କିମ୍ବା ଲୁହାରେ ତିଆରି। ଆଗରୁ ବଳଦମାନଙ୍କ ସାହାଯ୍ୟରେ ହଳ କରାଯାଉଥିଲା, ଏବେ ଟ୍ରାକ୍ଟର ଦ୍ୱାରା ହଳ କରାଯାଉଛି। ହଳ କରିବା ଦ୍ୱାରା ମାଟିକୁ ତଳ ଉପର କରି ଫସଫସିଆ ଏବଂ ହାଲୁକା କରାଯାଏ। ଫଳରେ ଚେର ମାଟି ଭିତରେ ଗଭୀରକୁ ପ୍ରବେଶ କରିପାରେ। ହାଲୁକା ମାଟିରେ ଚେର ସହଜରେ ଶ୍ୱାସକ୍ରିୟା କରିପାରେ। ହାଲୁକା ମାଟି ଜିଆ ଏବଂ ଅଣୁଜୀବମାନଙ୍କର ବୃଦ୍ଧିରେ ସହାୟକ ହୁଏ। ଏହି ଜୀବଗୁଡ଼ିକ କୃଷକର ବନ୍ଧୁ ଅଟନ୍ତି। ହଳ କରିବା ସମୟରେ ବଡ଼ ମାଟି ଖଣ୍ଡକୁ ମାଟି ଟେକା କୁହାଯାଏ। ଏହି ମାଟି ଟେକାକୁ କାଠ କିମ୍ବା ବାଉଁଶରେ ତିଆରି ମଇ ଦ୍ୱାରା ଗୁଣ୍ଡ କରାଯାଏ। ଜମି ସମତଳ ହେବା ଫଳରେ ମଞ୍ଜି ବୁଣା
ଓ ଜଳସେଚନ ସୁବିଧାରେ ହୋଇଥାଏ। ପିଲାମାନେ ଆମର ମୃତ୍ତିକା ପ୍ରସ୍ତୁତ ହୋଇଗଲା ପରେ ମାଟିଟାକୁ ଆମେ ପ୍ରସ୍ତୁତ କରିସାରିଲା ପରେ ଆମର ଦ୍ୱିତୀୟ କାମ ଆସେ ଆମେ କ'ଣ କରିବା? ମଞ୍ଜି ବୁଣିବା। ତ ଫସଲ ଉତ୍ପାଦନରେ ମଞ୍ଜି ବୁଣା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ମଞ୍ଜିରୁ ହିଁ ତ ଗଛ ହେବ ନା। ଉନ୍ନତମାନର ବିହନ ଅଧିକ ଅମଳକ୍ଷମ, ତେଣୁ ଯେଉଁ ହାଇବ୍ରିଡ୍ ଥାଏ ବା ଉନ୍ନତ କିସମର ଯେଉଁ ଥାଏ ସେଗୁଡ଼ାକ ଅଧିକ ଅମଳ ଦେଇଥାଏ। ତେଣୁକରି ପ୍ରଥମ କାମ ହେଉଛି ଆମକୁ ଗୋଟେ ଉନ୍ନତମାନର ବିହନ ବାଛିବା। ତେବେ ବିହନ ମନୋନୟନ କେମିତି କରିବା, କେମିତି ଜାଣିବା କେଉଁ ବିହନଟା ଭଲ ବା କେଉଁଟା ଖରାପ? ତ ତା ପାଇଁ ଆମେ କ'ଣ କରିବା? ଗୋଟେ ଜାଗାରେ କିଛି ପାଣି ନେବା, ସେଇଥିରେ ଆମେ ବିହନକୁ ପକାଇଦେବା। ତ ଯେଉଁଗୁଡ଼ା ଭଲ ବିହନ ହୋଇଥିବ ସେ ତଳେ ବସିଯିବ, ଆଉ ଯେଉଁଗୁଡ଼ାକ ଖରାପ ବିହନ ହୋଇଥିବ ଫମ୍ପା ହୋଇଥିବ ସେ ଆମର ଉପରେ ଭାସିବା ପାଇଁ ଲାଗିବ। ତେଣୁ ଏମିତି ଭାବରେ ଆମେ ବିହନକୁ ବାଛି ପାରିବା। ତାପରେ ଦେଖ ବିହନକୁ ବୁଣିବା କେମିତି? ବିହନ ବୁଣିଲା ବେଳେ ଗୋଟେ ଜିନିଷ ଆମେ ଧ୍ୟାନ ରଖିବା କଥା, ନିର୍ଦ୍ଦିଷ୍ଟ ଦୂରତାରେ ଗଛ ଲଗାଇଲେ ଗଛ ଉପଯୁକ୍ତ ପରିମାଣରେ ସୂର୍ଯ୍ୟାଲୋକ ସହିତ ମାଟିରୁ ପୋଷକ ପାଏ। ଯଦି ଆମେ ଗଛ ଗୁଡ଼ାକ ନିର୍ଦ୍ଦିଷ୍ଟ ଦୂରତାରେ ଲଗାଇବା ତାହେଲେ ଗଛ ଆଉ ଗହଳି ହେବ ନାହିଁ, ଯାହାଦ୍ୱାରା କି ସେମାନେ ନିଜ ପାଇଁ ଯେତିକି ଆବଶ୍ୟକ ମାଟିରୁ ପୋଷକ ସମସ୍ତେ ସେତିକି ପାଇପାରିବେ। କିନ୍ତୁ ଯଦି ଆମେ ପାଖାପାଖି ଲଗାଇଦେବା ତାହେଲେ ସେମାନେ ସଫିସିଏଣ୍ଟ ପାଇପାରିବେ ନାହିଁ, ତେଣୁ ତାଙ୍କ ଭିତରେ ଅଭାବ ଦେଖାଯିବ ଖାଦ୍ୟର। ତେଣୁ ମଞ୍ଜି ବୁଣିବା ପାଇଁ ଆମର ବିଭିନ୍ନ ପ୍ରକାର ରହିଛି। ଆଗରୁ ପାରମ୍ପରିକ ଯନ୍ତ୍ର କିଛି ଥିଲା, ଯେମିତି ତୁମେ ଚିତ୍ରରେ ଦେଖିପାରୁଥିବ। ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବା ପାଇଁ କାହାଳି ସଦୃଶ ଏକ ଯନ୍ତ୍ର ବ୍ୟବହାର କରାଯାଉଥିଲା। କାହାଳି ମୁହଁରେ ଢଳା ହେଉଥିବା ମଞ୍ଜି ଗୁଡ଼ିକ 2 ବା 3ଟି ସରୁ ପାଇପ୍ ଦ୍ୱାରା ମାଟି ଭିତରେ ପଡ଼ୁଥିଲା। ଏହିପରି ଭାବରେ ମଞ୍ଜି ବୁଣା କାମ ହେଉଥିଲା। ଆଜିକାଲି ଟ୍ରାକ୍ଟରରେ ଡ୍ରିଲିଂ ଯନ୍ତ୍ର ଖଞ୍ଜାଯାଉଛି, ଯେଉଁଦ୍ୱାରା କି ଆମର ମଞ୍ଜି ବୁଣା କାମ ହୋଇପାରୁଛି। ଏହି ଯନ୍ତ୍ର ଦ୍ୱାରା ମଞ୍ଜି ଗୁଡ଼ିକ ସମାନ ଭାବରେ ଠିକ୍ ଦୂରତାରେ ଏବଂ ସମାନ ଗଭୀରତାରେ ପଡ଼ିଥାଏ। ମଞ୍ଜି ଗୁଡ଼ିକ ଉପରେ ମାଟି ଘୋଡ଼ାଇ ହୋଇଯାଏ, ତେଣୁ ପକ୍ଷୀମାନେ ଏହାକୁ ଆଉ ଖାଇପାରନ୍ତି ନାହିଁ। ଏଥିରେ ସମୟ ଆଉ ମଜୁରୀ କମ୍ ଖର୍ଚ୍ଚ ହୁଏ। ତେଣୁ ଟ୍ରାକ୍ଟରରେ ଯେଉଁ ଆମର ଡ୍ରିଲିଂ ଯନ୍ତ୍ର ଲଗେଇକି ଯେଉଁ ଆମେ ମଞ୍ଜି ବୁଣୁଛେ ସେଇଟା ଆମର ପାରମ୍ପରିକ ଯନ୍ତ୍ର ଅପେକ୍ଷା ସମୟ କମ୍ ଖର୍ଚ୍ଚ ହେଉଛି ଆଉ ମଜୁରୀ ବି କମ୍ ଲାଗୁଛି। ତାପରେ ଦେଖ ସାର ଆଉ ଖତ ପ୍ରୟୋଗ। ଦେଖ ପିଲାମାନେ, ମୃତ୍ତିକାରେ ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବା ପାଇଁ ଯେଉଁ ପୋଷକ ଅତିରିକ୍ତ ଭାବରେ ପ୍ରୟୋଗ କରାଯାଏ ତାହାକୁ ଖତ ଆଉ ସାର ବୋଲି କୁହାଯାଏ। ଯେମିତି ଗଛଟା ଭଲ ଭାବରେ ବଢ଼ିବ ତା ପାଇଁ ଆମେ ଯେଉଁ ଏକ୍ସଟ୍ରା ଯେଉଁ ଦେଇଥାଉ, ଖତ ଦେଇଥାଉ କିମ୍ବା ସାର ଦେଇଥାଉ, ତାକୁ ହିଁ ଆମେ କହିଥାଉ ଖତ ଆଉ ସାର। ମୃତ୍ତିକା ଉଦ୍ଭିଦକୁ ଖଣିଜ ପୋଷକ ଯୋଗାଇଥାଏ। ଏହି ଖଣିଜ ପୋଷକ ଗୁଡ଼ିକ ଉଦ୍ଭିଦର ବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ। କେତେକ ସ୍ଥାନରେ କୃଷକ ଗୋଟିଏ ଜମିରେ ଶସ୍ୟ ପରେ ଶସ୍ୟ ଉତାରିଥାଏ, ଜମିକୁ କେବେ ହେଲେ ପଡ଼ିଆ ରହିବାକୁ ଦିଏ ନାହିଁ। ତେଣୁ ଏଇ ଜାଗାରେ କ'ଣ ହୁଏ, ଯଦି ଆମେ କଣ୍ଟିନ୍ୟୁଅସଲି ବା ବର୍ଷ ବର୍ଷ ଯଦି ଚାଷ କରି ଚାଲିବା ଗୋଟିଏ ଗଛର ବା ଗୋଟିଏ ଶସ୍ୟର, ତାହେଲେ ସେ ମାଟିରେ ଯେତିକି ତାର ପୋଷକ ଥାଏ ସେସବୁ ପୋଷକ ଆସ୍ତେ ଆସ୍ତେ କମି କମି ଯାଏ। ତେଣୁ ଗୋଟିଏ ବର୍ଷ ଚାଷ କଲା ପରେ ଆମେ ଆଉ କିଛି ବର୍ଷ ପାଇଁ ଜମିକୁ ପଡ଼ିଆ ଛାଡ଼ିଦେବା କଥା, ତାପର ବର୍ଷ ପୁଣି ଚାଷ କରିବା କଥା। କିମ୍ବା ଗୋଟିଏ ଥର ଗୋଟିଏ ଫସଲ ଚାଷ କଲେ ତାପର ବର୍ଷ ଆମେ ଆଉ ଗୋଟିଏ ଅଲଗା ପ୍ରକାର ଫସଲ ଚାଷ କରିବା। ସବୁ ଫସଲର ପୋଷକର ପରିମାଣ ଆବଶ୍ୟକତା ଅଲଗା ଅଲଗା ହୋଇଥାଏ। ତେଣୁ ଧାନ ଫସଲ ଯାହା ଆବଶ୍ୟକ କରେ ଗହମ ହୁଏତ ତାଠୁ କିଛି ଅଲଗା ଆବଶ୍ୟକ କରୁଥିବ। ତେଣୁ ଧାନ କଲା ପରେ ଯଦି ଆମେ ଗହମ କରିବା କିମ୍ବା ସେମିତି ଆଉ କିଛି କରିବା, ତ ତାହେଲେ ବି ମାଟିର ପୋଷକଟା ଆମର ବାଲାନ୍ସ ହେଇକି ରହେ। ଖତ ଏକ ଜୈବିକ ପଦାର୍ଥ। ଏହା ଉଦ୍ଭିଦ ଓ ପ୍ରାଣୀମାନଙ୍କର ବର୍ଜ୍ୟବସ୍ତୁର ଅପଘଟନରୁ ସୃଷ୍ଟି ହୁଏ। ଖୋଲା ସ୍ଥାନରେ ଗାତ ଖୋଳି କୃଷକ ଉଦ୍ଭିଦ ଓ ପ୍ରାଣୀର ଆବର୍ଜନାକୁ ପୋତି ଦିଏ। କେତେକ ଅଣୁଜୀବ ଦ୍ୱାରା ଏହା ପଚି ସଢ଼ିଯାଏ। ଏହି ପଚିଯାଇଥିବା ପଦାର୍ଥ ଖତ ରୂପରେ ବ୍ୟବହାର କରାଯାଏ। ସାର ଏକ ରାସାୟନିକ ପଦାର୍ଥ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ପୋଷକ ବହୁ ପରିମାଣରେ ଥାଏ। ଏଗୁଡ଼ିକ ଖତଠାରୁ କିଭଳି ପୃଥକ ଆସ ଜାଣିବା। ରାସାୟନିକ ସାରଗୁଡ଼ିକ କାରଖାନାରେ ତିଆରି ହୁଏ। ଉଦାହରଣ ସ୍ୱରୂପ ୟୁରିଆ, ଏମୋନିୟମ ସଲଫେଟ୍, ସୁପର ଫସଫେଟ୍, ପଟାସ, NPK ଯେଉଁଟା ତୁମର ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ ପଟାସିୟମ୍ ତିନିଟା ମିଶିକି ହେଇଥାଏ। ରାସାୟନିକ ସାର ପ୍ରୟୋଗ ଦ୍ୱାରା କୃଷକ ଧାନ, ଗହମ, ମକା ଭଳି ଶସ୍ୟ ଅଧିକ ଉତ୍ପାଦନ କରିଥାଏ। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଫଳରେ ମାଟି ତାର ଉର୍ବରତା ହରାଏ। ରାସାୟନିକ ସାର ମୃତ୍ତିକା ପ୍ରଦୂଷଣର ଏକ ଉତ୍ସ। ମୃତ୍ତିକାର ଉର୍ବରତା ରକ୍ଷା କରିବା ପାଇଁ ଆମକୁ ରାସାୟନିକ ସାର ସହିତ ଜୈବିକ ସାର ପ୍ରୟୋଗ କରିବା ପାଇଁ ପଡ଼ିବ, କିମ୍ବା ଦୁଇଟି ଫସଲ ମଧ୍ୟରେ ଜମିକୁ କିଛି ଦିନ ପଡ଼ିଆ ରଖିବା ପାଇଁ ପଡ଼ିବ। ଖତ ପ୍ରୟୋଗ ଦ୍ୱାରା ମୃତ୍ତିକା ଉନ୍ନତ ହୁଏ ଏବଂ ଏହାର ଜଳ ଧାରଣ କ୍ଷମତା ବୃଦ୍ଧି ପାଏ। ଏହା ମୃତ୍ତିକାରେ ସମସ୍ତ ପୋଷକ ପଦାର୍ଥ ଭରଣା କରିଥାଏ। ତେଣୁ ଯଦି ଆମେ ଅଧିକ ପରିମାଣରେ ସାର ବ୍ୟବହାର କରିବା ତାହେଲେ ସେ ମୃତ୍ତିକା ବା ଆମ ମାଟିର ଯେତେ ସବୁ ଉର୍ବରତା ଅଛି ତାକୁ ସେ ନଷ୍ଟ କରିଦିଏ। ତେଣୁ ସେଥିପାଇଁ ସାର ସହିତ ଆମେ ଖତ ବି ବ୍ୟବହାର କରିବା କଥା। ଏବେ ଆସ ଦେଖିବା ରାସାୟନିକ ସାର ଆଉ ଖତ ଭିତରେ କ'ଣ ସବୁ ତଫାତ୍ ବା ପାର୍ଥକ୍ୟ ରହିଛି। ଦେଖ,
रासायनिक सार हूँ एक अजैविक लवण। रासायनिक सार हूँ कारखाना प्रस्तुत हुए। रासायनिक सार माटी को कौन से ह्यूमस दे न थाए। रासायनिक सार उद्भिद पोषक यथा जबक्षारजान फस्फरस पोटासियम आदि पोषक परिपूर्ण होता है, तेणु यह माटी को कौन से ह्यूमस दे न थाए। किंतु खत कौन करता है देख, खत एक प्राकृतिक पदार्थ जहाँकि गोबर मनुष्यर वर्ज्यवस्तु और उद्भिदर अवशेषर विघटन मिलता है। खत जमीन प्रस्तुत हुए। आम गोटे जगह गात खोलिकी विभिन्न प्रकार जैविक जिनस सबको से देता अलिया आवर्जना को देता से खत हुए। खत मृत्तिका को प्रचुर परिमाण ह्यूमस जगाई थाए। खतरे उद्भिद पोषक अपेक्षाकृत कम परिमाण रे थाए। एबे आसु जानिबा जलसेचन विषय रे। देख पिला माने बंचिबा पई प्रत्येक जीव जल आवश्यक करिथांती। फूल फल एवं मंजीर समुचित वृद्धि और विकास पई जल आवश्यक। चेर द्वारा जल अवशोषित हुए। जल सहित खनिज लवण और रासायनिक सार मध्य अवशोषित होता है। उद्भिद देहरे 90 भाग जल रही। जल द्वारा मंजी गजा हुए। पोषक पदार्थ जल रे द्रवीभूत होई उद्भिदर प्रत्येक अंश पहुँचे। जल फसल को उभय हिमपात एवं उत्तप्त वायु प्रवाह रक्षा करे। सुस्थ फसल वृद्धि पई जमीर आर्द्रता रक्षा करने आवश्यक। यह नियमित जलसेचन द्वारा संभव। तेणु जलसेचन सबू गछपाई बा सबू वृक्षपाई बा सबू फसल पाई अति आवश्यक। निर्दिष्ट समय व्यवधान रे फसल को आवश्यक जल जोगाई देवा जलसेचन कह जाए। तेणु निर्दिष्ट समय व्यवधान रे फसल को आवश्यक जल जोगाई देवा जलसेचन कह जाए। तेज जलसेचन उत्स कौन कौन रहा देख, सी है तुम कूप बा कूओ, नलकूप, पोखरी, ह्रद, नदी, जलभंडार एवं केनाल। तेबे आमर जलसेचन पद्धति कौन कौन रही देख। पुरातन पद्धति रे कूप नदी नालू विभिन्न उपाय मनीष और गृहपालित पशु मान साहाय्य सस्तार जलसेचन होता। मात्र यही पद्धति गुड़िक सेते फलप्रद नाला। तेणु से सब भितर आमर कौन कौन रोचे देख लो, मट बा पुल्ली पद्धति, चेन पंप, तेंडा, लिभर पद्धति। तेणु यही सबू पद्धति द्वारा आग काल रे आमर जलसेचन होता। तेणु आस आज आम जलसेचन यही पुराणा पद्धति आउ किसी नुआ पद्धति विषय भल भाव जानिबा। देख पिला माने मट बा पुल्ली पद्धति रे गोटे जलाशय निकट में गोटे पुल्ली लगी थाए, जो थे गोटे साइड तुम बाल्टी गोटे लगी थाए और अन्य साइड जेकोसी पशु द्वारा तांको आमे से पानी को ऊपर को उठेबारे साहाय्य करती। तेणु तुम देखिपारथुओ केमिति पानी ऊपर को उठुची एवं सही पानी गोटे छोट चैनल बा सेमती रास्ता कराई थाए जोटा कि तुम शस्य क्षेत्र पर्यंत जाई थाए। चेन पंप पद्धति से तुम देख दुईटी बड़ चक लगी एवं दुईटा जाक गोटे चेन द्वारा परस्पर सहित जोड़ी होकर रही। से चेन रे तुम बाल्टी लगी जोटा कि तुम जलाशय पानी ऊपर को उठेबारे साहाय्य करे एवं ऊपर को लेकिन गोटे चैनल बा गोटे सेमती रास्ता अच्छी जो पानी जावाई जो जगह सी पानी को आणिकी ढालती और सही पानी जाकि तुम शस्य क्षेत्र में पहुँचे बा उद्भिद पाखक जाकि पहुँचे। या पर तुम आसुची तेंडा। तेंडारे देख, तेंडारे मनीष गोटे जलाशय निकट में थी से कूह हो पारे पोखरी हो पारे जेकोसी जलर उत्स हो पारे सेटारे गोटे साइड्रे से बाल्टी लगी थाए और अन्य साइड्रे किसी गोटे ओजनिया जिनस जोटा कि आमर लिभर भली काम करे। तेणु यह साहाय्य जल उठाई आम जलसेचन करिथाउ। तुम देखिपारुथुओ किपर ये भिडियो सी जल उठाउछंती। यह है तुम लिभर पद्धति। एबे आमे जानिबा
स्प्रिंकलर पद्धति जहाँ एक आधुनिक पद्धति यहाँ छिंचा पद्धति कहुए। पर्याप्त जल पाउनथिबा असमतल स्थान में यही पद्धति जलसेचन कराए। लंबा पाइप रे निर्दिष्ट व्यवधान रे घूर्णायमान नजल सब खंजा जाए। पंप साहाय्य जल मुख्य पाइप दे गति करने समय घूर्णायमान नजल द्वारा वर्षा हवा भली जल छिंचाड़ी हो पड़े। यही जो सब पाइप देखा जाउची यही सब पाइप तुम मुख्य जो जल स्रोत अच्छी जो जगह आम पा रखी था ता सहित से संजोग होता है और से पानी आसिकी वर्षा हला भली पानी सब छिंचाड़ी होकी पड़े। बालिया जमी पाई यही पद्धति एकांत आवश्यक। तेणु यहाँ आमर अधिक उपयोगी होता है बालिया जमी पाई। यापर तुम आस बुंदा पद्धति। यही पद्धति रे जल बिंदु बिंदु होई उद्भिद मूल पड़ी थाए। तेणु यहाँ बुंदा बा ड्रिप जलसेचन पद्धति कहुए। फल बगीचा और अन्य गछ मूल जलसेचन पाई यह हूँ उत्कृष्ट पद्धति। एथिरे जल आदौ नष्ट हो न थाए। जल अभाव थिबा अंचल रे यही पद्धति बेस उपादेय। पिलामाने तमे देखिथिबो धान किंबा गहम फसल रे अन्य केतक उद्भिद बढ़ी थांती। यही उद्भिद गुड़िक आमर किसी उपकार आसे कि जमी रे फसल सहित अन्य केतक अनावश्यक उद्भिद आपे आपे बढ़ी थांती। यही अनाबना गछ को आम तृणक बोली कही थाउ। एगुड़ी को जमी निर्मूल करने को तृणक दमन कहुए। तेणु जो आमर फसल गछ को छाड़ी आउ जो कुछ भी गछ उठी थाए आपे आपे ताकू आम तृणक बोली कही थाउ। फसल रे तृणक दमन एकांत जरूरी। नचेत एगुड़िक बढ़ी जल पोषक स्थान और आलोक पाई फसल सहित प्रतियोगिता करी फसल वृद्धि में बाधक साजी थांती। केतेक तृणक फसल अमल में बाधा सृष्टि करती एवं प्राणी और मनुष्य मानक पई विष भली मध्य कार्य करथांती। तेणु जो सब गछ उठी थाए ता भितर किछि गछ एमती थांती विषाक्त जोगुड़ा कोई खाइले आमर देह खराब हेबार किंबा स्वास्थ्य खराब हेबार आशंका थाए। एवं जो गछ सब उठी थांती सेमाने जो सब पोषक गछ नेबा कथा से सब गछरे सेमाने मध्य निजर भागीदार नियंती। जाफल गछ जेतिकी पोषक पाइबा कथा से सेतिकी पाई पारे नाही। तेणु गछ मध्य सेतिकी भल भाव में बढ़ी पारे नाही। तेबे कृषक विभिन्न उपाय तृणक को दमन करे। मंजी बुणवा पूर्व एगुड़िक हल द्वारा उपुड़ी जाती और सुखी माटी मिसी जाती। तेणु तुम देखिथो प्रथमे बहुत आगु जमी जितक आम विहन बुणवा आगु बहुत आगु आम हल करके जमी को छाड़ी दे था। तेणु जहाँ किसी भी गछ थाए आग से सबको सुखिकी मरी जाती। फूल और मंजी धरिया पूर्व एगुड़िक दमन करने दरकार। तेणु गछरे जितक फूल आसो ता पूर्व ही एगुड़िक आम नष्ट करदेवा कथा। हाथ में ओपाड़ी बा खुरुपी किंबा मंजी ड्रिल जंत्र द्वारा बा रासायनिक पदार्थ तृणक मारी एगुड़िक दमन कराए। तृणक मारी को जल रे द्रवीभूत कराई सिंचन जंत्र साहाय्य सिंचन करी तृणक दमन कराई थाए। तृणक बढ़ुवा अवस्था एवं फूल और मंजी धरिया पूर्व तृणक मारी प्रयोग कराए। यह कृषक शरीर उपर पड़े ताहार क्षति करिपारे। तेणु जत्नर सहित यार व्यवहार करने आवश्यक। सिंचन करने पूर्व कपड़ा द्वारा नाक और पाटी को घोड़ाई देवा निरापद। तेणु तृणक मारी से जो रासायनिक पदार्थ रही आम पकईया पूर्व आम निज शरीर जत्न नहीं कि पकईबा जमती मुह आ नाक को घोड़ाई देवा एवं ध्यान रखा जमती कि आम चर्म उपरे बा देह उपरे ताहा न लगे। एबे देखो अमल। पाकल फसल को काटी खड़ा को आने को अमल कहुए। फसल गछ को उपुड़ा जंत्र बा फसल कटा मेसीन द्वारा कटा जाई थाए। शस्य जातीय फसल को पवन में उड़ाई अगाड़ी और धूस अलग कराए। कंबाइन नामक मेसीन आजिकाली उभय धान काटिबा और उड़ाइबा कार्य करुछि। तेणु आजिकाली जो कंबाइन मेसीन रही सी तुमर उभय धान काटिबा और धान उड़ाइबा दुईटा जाक काम सी गोटे मात्र मेसीन करि पारुछि। तापर देख संरक्षण। फसल काटिले फसल काटला पर पुणी ताकू सुखैकी रखिया कि नहीं। जेतक आम फसल को काटिकी आणु ताकू सीधा सड़क आणिकी तो रखिदेउनी ना। अमल पर शस्य को साइती रखा आवश्यक पड़ी थाए। एगुड़िक आर्द्रता कीट मूषा एवं अणुजीव ठारू दूरे रखा भल कारण यही सब जिनस ताकू नष्ट कर दियंती। सद्य अमल होइतिबा शस्य को खरारे सुखाई न रखिले सेगुड़िक अणुजीव द्वारा नष्ट हो जाए। तेणु आम जहाँ किसी भी अमल करूँ प्रथम ताकू आणिकी खरारे सुखाऊ। तेणु जदि आम से न करिबा ताकू खरारे न सुखाइबा ताले से सब जिनस अणुजीव द्वारा नष्ट हो जिवो। तेणु शस्य संरक्षण पूर्व खरारे भल भाव में सुखाई आर्द्रता ह्रास करने को पड़े।
तेणु बिहन जी सब आर्द्रता बा जलीय अंश थाए ताको आम कम करदेउ खरारे सुखैकी। फल कीट पतंग बैक्टेरिया कवक दाउरू रक्षा मिले। कृषक मैंने शस्य को मुख्यतः अखारे दस्ता पात्र में साइती रखती। अधिक परिमाणर शस्य कीट और मूषा दाउरू रक्षा करने खणी बा गोलाकार उच्च कोठाघर बा सिलो एवं शस्य भंडार व्यवहार करा जाए। तेणु यदि अधिक अच्छी ताहले तुम्हें सिलो किंबा शस्य भंडार व्यवहार करा जाए। सुखिला निंबपत्र व्यवहार करी घरे खाद्यशस्य साइती रखा जाए। बड़ बड़ गोदाम घरे शस्य साइती रखिला बेले याकू अणुजीव और कीटपतंग आक्रमण रक्षा करने विभिन्न रासायनिक पदार्थ व्यवहार करा जाइथाए। पिलामाने आज आम पढ़िले शस्य उत्पादन और यार परिचालना। आशा करछि तुम मानक ये भिडियोटी भल लगी। भिडियोटी को लाइक करो, शेयर करो, सब्सक्राइब करो।